ସ୍ନାନ କରିବା ପରେ ସେ ଏକ ଲାଲ ରଙ୍ଗର ନାଇଟି ପିନ୍ଧି ସୋଫାରେ ବସିଥିଲେ ଏବଂ ସେ ମୋତେ ଇସାରାରେ ପାଖକୁ ଡାକିବାକୁ ଲାଗିଲେ। ଆଜି ମାଲିକାଣୀ ପୂରା ରସିକ ମନୋବଳରେ ଥିଲେ ଏବଂ ଏକ ଖୋଲା ସୁଟକେସ୍ ଟେବୁଲ ଉପରେ ରଖିଥିଲେ। ମୁଁ ଏକ ଫ୍ୟାନ୍ସି ଷ୍ଟୋର ଦୋକାନରେ କାମ କରୁଥିଲି। ସେତେବେଳେ ମୋତେ 19 ବର୍ଷ ବୟସ ହୋଇଥିଲା। ଯଦିଓ ମୁଁ ଏକ ଫ୍ୟାନ୍ସି ଷ୍ଟୋରରେ କାମ କରୁଥିଲି, ତଥାପି ମୁଁ ମୋ ଶରୀରକୁ କେଉଁ ହିରୋଙ୍କ ତୁଳନାରେ କମ୍ କରି ନଥିଲି। ମୁଁ ଏତେ ସ୍ମାର୍ଟ ଦେଖାଯାଉଥିଲି ଯେ କେହି ମୋତେ ଦେଖି ରହିଯାଉଥିଲେ। ମୁଁ 5.5 ଫୁଟ ଉଚ୍ଚତା ବାଳକ ଥିଲି। ମୋ ଦେହ ପୂରା ସବଳ ଥିଲା ଏବଂ ମୋ ମୁହଁରେ ସାମାନ୍ୟ ଦାଢ଼ି ଏବଂ ନିଶ ଥିଲା ଏବଂ ମୁଁ ଦ୍ୱାଦଶ ପାସ୍ କରିଥିଲି। ମୁଁ ଯେଉଁଠାରେ କାମ କରୁଥିଲି ସେହି ଫ୍ୟାନ୍ସି ଷ୍ଟୋରର ମାଲିକଙ୍କ ନାମ ଲଭ୍ଲି ଥିଲା। ସେ ଜଣେ 30 ବର୍ଷ ବୟସ୍କା ମହିଳା ଥିଲେ। ସେ ଏତେ ସୁନ୍ଦର ଓ ଲୋଭନୀୟ ଦେଖାଯାଉଥିଲେ ଯେ ଥରେ ତାଙ୍କୁ ଦେଖିବା ପରେ ଜଣେ ତାଙ୍କ ପାଇଁ ପାଗଳ ହୋଇଯିବ। ବିଗତ ବର୍ଷ ଲଭ୍ଲିଙ୍କ ସ୍ୱାମୀ ଏକ ସଡ଼କ ଦୁର୍ଘଟଣା ହେତୁ ମୃତ୍ୟୁବରଣ କରିଥିଲେ, ଯାହା ଫଳରେ ଘର ଓ ଦୋକାନ ପରିଚାଳନା କରିବା ସହିତ ମାଲିକାଣୀଙ୍କ ଦାୟିତ୍ୱ ବଢ଼ିଯାଇଥିଲା। ଏହି ଘଟଣା ତାଙ୍କ ଜୀବନରେ ଗଭୀର କ୍ଷତ ସୃଷ୍ଟି କରିଥିଲା, କିନ୍ତୁ ଲଭ୍ଲି ଏହି ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହୋଇ ଅପାର ସାମର୍ଥ୍ୟ ଏବଂ ସଂଘର୍ଷଶୀଳତା ପ୍ରଦର୍ଶନ କରିଥିଲେ। ମାଲିକାଣୀ, ଯିଏ ଲମ୍ବା ଏବଂ ହୃଷ୍ଟପୃଷ୍ଟ ହେବା ସହିତ ରାଗୀ ସ୍ୱଭାବର ମଧ୍ୟ ଥିଲେ, ଏବଂ ଏହା କିପରି ନ ହେବ ଯେ ସେ ଏତେ କମ୍ ବୟସରେ ବହୁତ କିଛି ଶିଖିଥିଲେ ଏବଂ ସେଠାରେ ଥିବା ସମସ୍ତ କାର୍ଯ୍ୟରେ ସେ ଭଲ ଥିଲେ। ସେ ତାଙ୍କ ସଂଗଠନ ନେତୃତ୍ୱ ଏବଂ କର୍ମଚାରୀମାନଙ୍କୁ ସମର୍ଥନ କରିବାର ସ୍ଥିରତା ପାଇଁ ଜଣାଶୁଣା। ମାଲିକାଣୀ ଲକ୍ଷ୍ୟ କଲେ ଯେ ଯେତେବେଳେ ଦୋକାନରେ କୌଣସି ଗ୍ରାହକ ନଥିବେ, ମୁଁ ମୋ ମୋବାଇଲରେ ଦୀର୍ଘ ସମୟ ପର୍ଯ୍ୟନ୍ତ କିଛି ଦେଖୁଥିଲି ଏବଂ ଯେତେବେଳେ ବି ମୁଁ ମୋର ମାଲିକାଣୀ ଆସୁଥିବାର ଦେଖିଲି, ମୁଁ ମୋର ଗୁପ୍ତରେ ମୋ ମୋବାଇଲକୁ ବନ୍ଦ କରିଦେବି। ଦିନେ ମୋର ମାଲିକାଣୀ ତାହା ଜାଣିବାକୁ ଆଗ୍ରହ ପ୍ରକାଶ କଲେ ଯେ ରବି କ'ଣ ମୋବାଇଲରେ ଦେଖୁଛନ୍ତି। ଦିନେ ଯେତେବେଳେ ଦୋକାନରେ ବ୍ୟବସାୟ ଥିଲା ଏବଂ ମଧ୍ୟାହ୍ନ ସୂର୍ଯ୍ୟ ଉତ୍ତର ଦିଗରେ ଝଲସି ଉଠୁଥିଲା, ମାଲିକାଣୀ ମୋତେ ଏକ ଗମ୍ଭୀର ସ୍ୱରରେ କହିଲେ, ମୋ ଫୋନରେ ଚାର୍ଜ ସମାପ୍ତ ହୋଇଛି। ରବି, ଦୟାକରି ମୋତେ ତୁମର ଫୋନ୍ ଦିଅ। ମୋତେ ଏକ କଲ୍ କରିବାକୁ ଅଛି। ମୋ କାନରେ ଏହି ଜିନିଷ ଶୁଣି ମୋତେ ଆକର୍ଷିତ କଲା, କାରଣ ଏହା ପୂର୍ବରୁ ମୁଁ କେବେ ଭାବିନଥିଲି ଯେ ମୁଁ ମୋ ମୋବାଇଲକୁ ଅନ୍ୟ କାହାକୁ ଦେଇପାରେ। ମାଲିକାଣୀ ଏହିପରି ବାହାନା କରି ମୋ ମୋବାଇଲ ନେଇଗଲେ ଏବଂ ମୋତେ କହିଲେ ଯେ ମୋ ପାଇଁ ବଜାରରୁ କିଛି ଖାଦ୍ୟ ପାନୀୟ ନେଇଆସ। ମୋତେ କାମର ବାହାନା କରି ଦୋକାନରୁ ବାହାରକୁ ପଠାଇଲେ। ଯେତେବେଳେ ମାଲିକାଣୀ ମୋର ମୋବାଇଲ ଯାଞ୍ଚ କଲେ, ସେଥିରେ ଅନେକ ଭିଡ଼ିଓ ଥିଲା। ଏହି ସମସ୍ତ ଭିଡ଼ିଓରେ ଯୁବକମାନଙ୍କୁ ଗୋଲାମ କରି ବୟସ୍କା ମହିଳାମାନେ ସେମାନଙ୍କୁ ପାଦ ପାଖକୁ ଆଣୁଥିଲେ, କୁକୁରଙ୍କ ପରି ସେମାନଙ୍କୁ ଚଲାଉଥିଲେ। କିଛି ସମୟ ଦେଖିବା ପରେ ମାଲିକାଣୀ ମୋ ମୋବାଇଲ ଫେରାଇ ଦେଲେ ଏବଂ ମୋତେ କିଛି କହିଲେ ନାହିଁ। ଦୋକାନ ବନ୍ଦ କରିବା ପୂର୍ବରୁ ମାଲିକାଣୀ ମୋତେ କହିଲେ, ରବି, ତୁମେ ମୋ ସହିତ ମୋ ଘରକୁ ଆସ। ଆଜି ରାତିରେ ସେଠାରେ ରୁହ। ଘରୁ ମୋତେ ଆସନ୍ତାକାଲି ଦୋକାନକୁ କିଛି ସାମଗ୍ରୀ ଆଣିବାକୁ ପଡ଼ିବ। କ'ଣ କି ସାମଗ୍ରୀ ଟିକେ ଅଧିକ ଅଛି। ମୁଁ ତୁମକୁ ଆବଶ୍ୟକ କରିବି, ତେଣୁ ତୁମେ ପରିବାରକୁ ଜଣାଇ ଦିଅ ଯେ ତୁମେ ଆଜି ରାତିରେ ମୋ ଘରେ ରହିବ। ମୁଁ କହିଲି, ମ୍ୟାଡାମ, ମୁଁ ଏକୁଟିଆ ରହେ। ମୋର ଦୁଃଖମିଶା ସ୍ୱରରେ ମୁଁ ଏହା କହିଲି, ଯାହା ତାଙ୍କ ହୃଦୟକୁ ଗଭୀର ଭାବରେ ସ୍ପର୍ଶ କଲା। ଏବେ ମୁଁ ତାଙ୍କ କାରରେ ମାଲିକାଣୀଙ୍କ ଘରକୁ ଗଲି। ମାଲିକାଣୀ ମୋତେ ହଲରେ ବସିବାକୁ କହିଲେ। ସେ ମୋତେ ଜଳଖିଆ ଏବଂ ଲିମ୍କା ସହିତ ମିଶ୍ରିତ ପାନୀୟ ଦେଇଥିବା ବେଳେ ସେ ନିଜେ କମଳା ଜୁସ୍ ଧରି ବସିଥିଲେ। ମୁଁ ସେସବୁ ପିଇବା ପରେ ନିଶା ହେବାକୁ ଲାଗିଲା। ମୁଁ ପ୍ରଥମ ଥର ଏସବୁ ପିଇଥିଲି। ଲଭ୍ଲି ତାଙ୍କର କାମ ବନ୍ଦ କରି ମୋତେ କହିଲେ, ରବି, ମୋତେ ତୁମ ବିଷୟରେ ଏବଂ ତୁମ ପରିବାର ବିଷୟରେ କୁହ। ମୁଁ ଏକ ଗଭୀର ନିଶ୍ୱାସ ନେଲି ଏବଂ କହିଲି, ମୋ ମା ଗାଁରେ ରହୁଥିଲେ। ସେ ସେଠାରେ ଥିବା ଧାନ କାରଖାନାରେ କାମ କରୁଥିଲେ।
ମୋ ବାପା ଏକ ବିବାହ ଭୋଜି ପାଇଁ ଗାଁକୁ ଆସିଥିଲେ ଏବଂ ସେଠାରେ ମାଙ୍କ ସହ ଭେଟ ହୋଇଥିଲା। ଦୁହେଁ ପରିଚିତ ହୋଇ ପରସ୍ପରକୁ ପସନ୍ଦ କରୁଥିଲେ। କିଛି ସମୟ ପରେ ସେମାନେ ବିବାହ କଲେ ଏବଂ ବାପା ମାଙ୍କୁ ନେଇ ସହରକୁ ଆସିଥିଲେ। ମୋ ମା ବହୁ ସୁନ୍ଦର ଥିଲେ। ମୋର ଶବ୍ଦରେ ଲଭ୍ଲିଙ୍କ ଆଖିରେ ଗଭୀରତା ଏବଂ ଅଭିମାନ ଦେଖାଯାଉଥିଲା। ସେ ମୋତେ ସ୍ନେହଭରା ହସ ହସ ସହ କହିଲେ, ତୁମ ମାଙ୍କ କାହାଣୀ ଆଶ୍ଚର୍ଯ୍ୟଜନକ ରବି। ଆଗକୁ କୁହ। ମୁଁ ଏକ ଗରିବ ପରିବାରର ପିଲା। ଗାଁରେ ଚାଷ ବ୍ୟତୀତ ଅନ୍ୟ କୌଣସି କାମ ନଥିଲା। ସେଥିପାଇଁ ମୁଁ ସହରକୁ କାମ କରିବାକୁ ଆସିଥିଲି। ଲଭ୍ଲି ମ୍ୟାଡ଼ାମ୍ କହିଲେ, ମୁଁ ବହୁତ ଖୁସି ଯେ ତୁମେ ମୋ ଦୋକାନରେ କାମ କରିବାକୁ ଆସିଛ। ଲଭ୍ଲିଙ୍କ କଥା ମୋତେ ଗର୍ବିତ କଲା, କାରଣ ସେ ମୋତେ ତାଙ୍କ ପରିବାରର ଏକ ଅଂଶ ଭାବରେ ବିବେଚନା କଲେ। ଏହି ସମକକ୍ଷତା ଆମ ମଧ୍ୟରେ ଏକ ଗଭୀର ସମ୍ପର୍କ ସ୍ଥାପନ କରିବାକୁ ଲାଗିଲା, ଯେଉଁଥିରେ ସମ୍ମାନ ଏବଂ ପାରସ୍ପରିକ ବିଶ୍ୱାସରେ ପରିପୂର୍ଣ୍ଣ ଥିଲା। ଯେତେବେଳେ ମୋର ମାଲିକାଣୀ ପଚାରିଲେ, ହଁ, ତାପରେ କ'ଣ ହେଲା ରବି? ତୁମ ବିଷୟରେ ମୋତେ ଆଉ କିଛି କୁହ। ଆଉ କ'ଣ କହିବି ମାଲିକାଣୀ? ମୋ ମା ଏବଂ ବାପା ବହୁତ ପରିଶ୍ରମ କରି ଏକ ଛୋଟ ଢାବା ଖୋଲିଲେ, ଯାହା ବହୁତ ଭଲ ଚାଲିବା ଆରମ୍ଭ କଲା। ତାପରେ ଯେତେବେଳେ ମୁଁ ଟିକେ ବଡ଼ ହେଲି, ସେତେବେଳେ ଘରର ଆୟ ବଢ଼ାଇବା ଆବଶ୍ୟକ ହେଲା। ଆମେ ଏକ ଛୋଟ ଘର ନିର୍ମାଣ କଲୁ। ମୁଁ ସ୍କୁଲରୁ ଛୁଟି ପରେ ମାଙ୍କ ପାଖକୁ ଢାବାକୁ ଯାଉଥିଲି। ମୁଁ ଭବିଷ୍ୟତରେ ତୁମ ଭଳି ଏକ ବଡ଼ ଦୋକାନ କରିବାକୁ ସ୍ୱପ୍ନ ଦେଖୁଥିଲି। ମୁଁ ଢାବାର ପଛ ରୁମ୍ରେ ବସି ମୋର ପାଠ ପଢ଼ୁଥିଲି। ଲଭ୍ଲି ମ୍ୟାଡ଼ାମ୍ ଏକ ଆଶ୍ଚର୍ଯ୍ୟଜନକ ସ୍ୱରରେ କହିଲେ, ହମ୍। ତାଙ୍କର କୌତୂହଳ ଦେଖି ମୁଁ ତାଙ୍କୁ ପଚାରିଲି, କ'ଣ ହେଲା ଲଭ୍ଲି ମ୍ୟାଡ଼ାମ୍? ମ୍ୟାଡ଼ାମ୍ ଉତ୍ସାହିତ ଭାବରେ କହିଲେ, ମୁଁ ପଚାରିଲି କି ଆଗକୁ କ'ଣ ହେଲା? ହଁ, ମୋ ବାପା ସନ୍ଧ୍ୟାରେ ଆମକୁ ସ୍କୁଟରରେ ନେବାକୁ ଆସୁଥିଲେ। ମୋ ମା ଯେତେବେଳେ ଗ୍ରାହକମାନଙ୍କ ସହ ହସିକି କଥାବାର୍ତ୍ତା କରୁଥିଲେ, ସେତେବେଳେ ମୋ ବାପା ରାଗି ଯାଉଥିଲେ। ମୋ ବାପା ସନ୍ଦେହୀ ସ୍ୱଭାବର ଲୋକ ଥିଲେ। ସେ ଘରକୁ ଆସି ମାଙ୍କ ସହ ଝଗଡ଼ା କରନ୍ତି। ଯେତେବେଳେ ମୁଁ 15 ବର୍ଷ ବୟସ ହେଲି, ସେତେବେଳେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ମୋ ମା ବର୍ଷେ ପରେ ପୁନର୍ବାର ବିବାହ କରିଥିଲେ। ମୋ ମାଙ୍କର ନୂତନ ସ୍ୱାମୀ ରମେଶ ଥିଲେ। ସେ ମୋତେ ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତି। ଲଭ୍ଲି ଏକ ଉତ୍ସାହ ସ୍ୱରରେ କହିଲେ, ମୋତେ ଅଧିକ କିଛି କୁହ। ମୁଁ ତାଙ୍କ କୌତୂହଳ ଦେଖି କହିଲି, ହଁ। ତେଣୁ ଯେତେବେଳେ ମୁଁ ଟିକେ ବଡ଼ ହୋଇଥିଲି, ମୋ ମା ମୋ ପାଇଁ ଏକ ଆକାଉଣ୍ଟ ଖୋଲିଥିଲେ। ପ୍ରତି ମାସରେ ସେ ମୋ ଆକାଉଣ୍ଟରେ କିଛି ଟଙ୍କା ଜମା କରନ୍ତି। ସେତେବେଳକୁ ଲଭ୍ଲି ମ୍ୟାଡ଼ାମ୍ ମୋତେ ଦ୍ୱିତୀୟ ଗ୍ଲାସର ପାନୀୟ ବଢ଼ାଇଲେ। ପିଇବା ପରେ ମୋତେ ଜୋରରେ ନିଶା ହେବାକୁ ଲାଗିଲା। ଲଭ୍ଲି ମ୍ୟାଡ଼ାମ୍ ମୋ ମୋବାଇଲ ନେଇ ସେ ଗୁଲାମ ଯୁବକଙ୍କ ଭିଡ଼ିଓ ଚଳାଇଲେ, ଯେଉଁଥିରେ ବୟସ୍କ ମହିଳାମାନେ ଯୁବକମାନଙ୍କୁ ଗୁଲାମ କରି ଖେଳନ୍ତି। ଯେତେବେଳେ ମୁଁ ଏପରି ଦୃଶ୍ୟର ସାମ୍ନା କଲି, ସେତେବେଳେ ମୁଁ ବହୁତ ଚିନ୍ତିତ ଅନୁଭବ କଲି। ମୋ ଭିତରେ ଭୟ ମଧ୍ୟ ଉଠିଲା। ଲଭ୍ଲିଙ୍କୁ ଗମ୍ଭୀରତାର ସହ ଦେଖି ମୁଁ କହିଲି, ନା ମ୍ୟାଡ଼ାମ୍, ମୁଁ ଏଭଳି ଭିଡ଼ିଓ ପସନ୍ଦ କରେ ନାହିଁ। ମୁଁ ଏପରି ଦାସତ୍ୱର ସ୍ୱପ୍ନ ଦେଖେ ନାହିଁ। ଲଭ୍ଲି ବିନା ଭୟରେ ନିବେଦନ କଲେ, ଭୟ କର ନାହିଁ, ମୋତେ କୁହ। ମୁଁ ଭୟଭୀତ ହୋଇ ତାଙ୍କ ଆଡ଼କୁ ଚାହିଁଲି ଏବଂ ତାଙ୍କର ନିର୍ଭୟର ଉତ୍ତାପରେ ଆଶ୍ଚର୍ଯ୍ୟ ହୋଇଗଲି। ତାଙ୍କର ନମ୍ର ପ୍ରକୃତି ମୋତେ ପ୍ରଭାବିତ କରୁଥିଲା ଏବଂ ମୁଁ ତାଙ୍କ ବିଶ୍ୱାସ ଦ୍ୱାରା ଅନୁପ୍ରାଣିତ ହୋଇଥିଲି। ମୁଁ ବୁଝିବାକୁ ଚାହୁଁଥିଲି ଯେ ସେ କିପରି ତାଙ୍କ ଭୟକୁ ଅତିକ୍ରମ କରନ୍ତି ଏବଂ ଏକ ଶକ୍ତିଶାଳୀ ପ୍ରକୃତି ସହିତ ସେ ମୋଠାରୁ କ'ଣ ହେଲା ଜାଣିବାକୁ ଚାହିଁଲେ। ମୁଁ କହିବା ଆରମ୍ଭ କଲି, ମା ଏକ ରୋଗରେ ଚାଲିଯିବା ପରେ ସନ୍ଧ୍ୟାରେ ଜଣେ ଭଲ ମହିଳା ଆମ ଘରକୁ ଆସିବା ଆରମ୍ଭ କଲେ। ବାପା ସେହି ମହିଳାଙ୍କୁ ମ୍ୟାଡ଼ାମ୍ ବୋଲି କହୁଥିଲେ। ମ୍ୟାଡ଼ାମ୍ ବାପାଙ୍କ କାର୍ଯ୍ୟାଳୟରେ ଏକ ବରିଷ୍ଠ ପଦବୀରେ ରହିଥିଲେ। ମ୍ୟାଡ଼ାମ୍ ପହଞ୍ଚିବା ମାତ୍ରେ ବାପା ମୋତେ କିଛି କାମ ବାହାନା କରି ବାହାରକୁ ପଠାଇଦେବେ। ଦିନେ ସନ୍ଧ୍ୟାରେ ମୁଁ ଶୀଘ୍ର ଫେରିଆସିଲି। ମୋ ପାଖରେ ଥିବା ଚାବିରେ କବାଟ ଖୋଲିଲି। ଶୋଇବା ଘରର କବାଟ ବନ୍ଦ ଥିଲା। ଶୋଇବା ଘରୁ ଅଜବ ଶବ୍ଦ ଆସୁଥିଲା। କିଛି ସମୟ ପରେ ମ୍ୟାଡ଼ାମ୍ ଏବଂ ବାପା ଶୋଇବା ଘର ଭିତରୁ ବାହାରକୁ ଆସିବା ପରେ ମୁଁ ପଢ଼ିବାର ଛଳନା କରୁଥିଲି।
ସେବେଠାରୁ ବାପା ମ୍ୟାଡ଼ାମକୁ ଭିତରକୁ ନେଇ ମୋ ସାମ୍ନାରେ ଶୋଇବା ଘରର କବାଟ ବନ୍ଦ କରିଦେବେ। ମୁଁ ଜଣେ ଯୁବକ ଥିଲି। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ବିଷୟରେ ସାଙ୍ଗମାନେ କଥାବାର୍ତ୍ତା କରୁଥିଲେ। ସାଙ୍ଗମାନଙ୍କ ମୋବାଇଲରେ ସ୍ୱାମୀ ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡ଼ିଓ ଦେଖିଥିଲି। ଯେତେବେଳେ ମ୍ୟାଡ଼ାମ ଏବଂ ବାପା ଶୋଇବା ଘରକୁ ଯିବେ, ମୁଁ ଗର୍ତ୍ତ ଦେଇ ଦେଖିବା ଆରମ୍ଭ କରିବି। ଦିନେ ମୁଁ ଦେଖିଲି ମ୍ୟାଡ଼ାମ ବାପାଙ୍କୁ ଗୋଲାମ କରି ମଜା କରୁଥିଲେ। ଏଥିରେ ଉଭୟ ବାପା ଏବଂ ମ୍ୟାଡ଼ାମ ଖୁସି ମନେ ହେଉଥିଲେ। ମୁଁ ମଧ୍ୟ ଗୋଲାମ ହେବାର କଳ୍ପନା କରିବା ଆରମ୍ଭ କଲି ଏବଂ ଗୋଲାମ ଭିଡ଼ିଓ ଦେଖିବା ଆରମ୍ଭ କଲି। ଆମ ବିଲ୍ଡିଂର ଲୋକମାନେ ମ୍ୟାଡ଼ାମଙ୍କ ବିଷୟରେ ଜାଣିବାକୁ ପାଇଲେ। ଦିନେ ମ୍ୟାଡ଼ାମ ଏବଂ ବାପା ଶୋଇବା ଘରେ ଥିବା ସମୟରେ ବିଲ୍ଡିଂର ଲୋକମାନେ ଏକ ଦଳ ହୋଇ ଆମ ଫ୍ଲାଟକୁ ଆସି ଶୋଇବା ଘରର କବାଟ ବାଡ଼େଇଲେ। ମ୍ୟାଡ଼ାମ ଏବଂ ବାପା ବାହାରକୁ ଆସିଲେ। ବିଲ୍ଡିଂର ଲୋକମାନେ କଠୋର କଥା କହିବା ଆରମ୍ଭ କଲେ। ବିବାହ କରନ୍ତୁ କିମ୍ବା ଫ୍ଲାଟ ଛାଡ଼ନ୍ତୁ। ବାପା ମ୍ୟାଡ଼ାମ ସହିତ ଫ୍ଲାଟ ଛାଡ଼ି ଚାଲିଗଲେ। ସେବେଠାରୁ ମୁଁ ତାଙ୍କୁ ଭେଟି ନାହିଁ। ମୁଁ ତୁମ ଦୋକାନରେ କାମ କରିବା ଆରମ୍ଭ କଲି। ଲଭ୍ଲି ଏକ ଆଶ୍ଚର୍ଯ୍ୟଜନକ ସ୍ୱରରେ କହିଲେ, ରବି, ମୁଁ ତୁମର ଗୋଲାମ ହେବାର ସ୍ୱପ୍ନକୁ ପୂରଣ କରିପାରିବି। କିନ୍ତୁ ଏହା ବିଷୟରେ ଚିନ୍ତା କର। ଏଥିରେ ବହୁ ଯନ୍ତ୍ରଣା ଅଛି। ଏହା ମାଧ୍ୟମରେ ତୁମେ ଟଙ୍କା ରୋଜଗାର କରିବ। କିଛି ବର୍ଷ ପରେ ତୁମେ ତୁମର ଏକ ବଡ଼ ଫ୍ୟାନ୍ସି ଷ୍ଟୋର ଖୋଲିପାରିବ। ତୁମେ ମୋ ପ୍ରତି ବିଶ୍ୱସ୍ତ ହେବା ଆବଶ୍ୟକ ଏବଂ ଏହା କାହାକୁ କହିବ ନାହିଁ। ତୁମେ ଏହା କେବେ କାହା ସହିତ କରିଛ କି, ରବି? ମୁଁ କାହା ସହିତ ଏପରି କରିନାହିଁ। ମୁଁ ଯନ୍ତ୍ରଣା ସହିବାକୁ ପ୍ରସ୍ତୁତ। ମୁଁ କାହାକୁ ଏକଥା କହିବି ନାହିଁ। ଏସବୁ କଥା କହିବା ବେଳେ ମୋ ହାତ ଏବଂ ଗୋଡ଼ରେ ଥିବା ଲୋମ ଠିଆ ହୋଇଗଲା। ସେହିଦିନ ରାତିରେ ଯାହା ଘଟିଗଲା, ସେ ମୋତେ କହିଥିଲେ, ଯଦି ତୁମକୁ ଏହା ମୋ ସହିତ କରିବାକୁ ହୁଏ ତେବେ ତୁମେ କରିବ କି? ମୁଁ ଉତ୍ସାହ ସହ ହଁ କହିଥିଲି। ତାପରେ ଆମେ ଦୁହେଁ ନିଜ ନିଜ ସ୍ଥାନରେ ଶୋଇଥିଲୁ। ପରଦିନ ମ୍ୟାଡ଼ାମ ମୋତେ ତାଙ୍କ ବନ୍ଧୁ ଡାକ୍ତରଙ୍କ ନିକଟକୁ ଚେକଅପ୍ ପାଇଁ ପଠାଇଲେ। 2 ଦିନ ମଧ୍ୟରେ ଡାକ୍ତରଙ୍କ ରିପୋର୍ଟ ଆସିଲା। ସବୁ ଠିକ୍ ଅଛି। ମ୍ୟାଡ଼ାମ ମୋତେ ପାର୍ଲରକୁ ପଠାଇଲେ ଏବଂ ମୋର କେଶ କଟା କରାଇଲେ। ଥେରାପି କରାଇଲା। ଲାଗିଲା ଯେପରି ସେମାନେ ମୋତେ ଅଧିକ ହିରୋ କରି ଦେଇଛନ୍ତି। ମୋର ମାଲିକାଣୀଙ୍କ ପରାମର୍ଶ କ୍ରମେ ମୁଁ ଭଡ଼ା ଘର ଛାଡ଼ି ମୋ ମାଲିକଙ୍କ ଘରର ଚାକରମାନଙ୍କ କୋଠରୀରେ ରହିବାକୁ ଲାଗିଲି। ମୋ ଶରୀରକୁ ନମନୀୟ କରିବା ପାଇଁ ମୁଁ ବ୍ୟାୟାମ କରେ। ଆଜିଠାରୁ ସେ ମୋତେ ପ୍ରତିଦିନ ବ୍ୟାୟାମ କରାଇବାକୁ ଲାଗିଲେ। 15 ଦିନ ପରେ ଦୋକାନ ସାମ୍ନାରେ ରାସ୍ତା କାମ ଆରମ୍ଭ ହେଲା। 2 ଦିନ ଧରି ବହୁତ ଧୂଳି ହେବାକୁ ଯାଉଥିଲା। ତେଣୁ ମାଲିକାଣୀ କହିଲେ ଯେ ଦୋକାନର ସମସ୍ତ ଗ୍ଲାସ୍ ନଷ୍ଟ ହୋଇଯିବ। ତେଣୁ ଆମ ଦୋକାନ ସହିତ ସେହି ରାସ୍ତାରେ ଥିବା ସମସ୍ତ ଦୋକାନୀମାନେ ଦୋକାନକୁ 2 ଦିନ ବନ୍ଦ ରଖିବାକୁ ସ୍ଥିର କଲେ। ମାଲିକାଣୀ ହସି ହସି କହିଲେ, ରବି, ଏହି 2 ଦିନ ଘରେ ରହି ଆମେ ମଜା କରିବା। ବର୍ତ୍ତମାନ ତୁମେ ପ୍ରସ୍ତୁତ ହୁଅ। ତୁମର ସ୍ୱପ୍ନ ସାକାର ହେବାକୁ ଯାଉଛି ଏବଂ ତାପରେ ଗୋଲାମ ହେବାର ଖେଳକୁ ଭଲ ଭାବରେ ବୁଝ। ମଜା ଆସିବ। ଆସନ୍ତାକାଲି ସକାଳେ ତୁମେ ପ୍ରସ୍ତୁତ ରୁହ। ତାପରେ ମାଲିକାଣୀ ମୋତେ ଛାଡ଼ି ବାକି ଚାକରମାନଙ୍କୁ ଛୁଟି ଦେଇଦେଲେ। ମୁଁ ସକାଳେ ଉଠି ସତେଜ ହୋଇ ଚା ଏବଂ ଜଳଖିଆ ପ୍ରସ୍ତୁତ କରି ମାଲିକାଣୀଙ୍କୁ ଉଠାଇଲି। ସେଦିନ ମୁଁ ଉତ୍ସାହିତ ଥିଲି। ଚା ଏବଂ ଜଳଖିଆ ପରେ ମାଲିକାଣୀ ଗାଧୋଇଲେ ଏବଂ ନାଲି ରଙ୍ଗର ନାଇଟି ପିନ୍ଧି ସୋଫାରେ ବସିଥିଲେ ଏବଂ ମୋତେ ଇସାରା କରି ପାଖକୁ ଡାକିଲେ। ଆଜି ମାଲିକାଣୀଙ୍କ ମନୋବଳ ଭଲ ଥିଲା। ଟେବୁଲ ଉପରେ ଏକ ଖୋଲା ସୁଟକେସ୍ ଥିଲା। ଏଥିରେ ଏକ ଶିକୁଳି ସହିତ କୁକୁର ବେକ ପଟି ଥିଲା। ହାତକଡ଼ି ଦଉଡ଼ି ଖଣ୍ଡ 2ଟି ଲମ୍ବା ବେତବାଡ଼ି। ସେହି ବାଡ଼ିର ଶେଷ ଭାଗରୁ 3 ଇଞ୍ଚ ଲମ୍ବା ଚମଡ଼ା ବେଲ୍ଟ ଝୁଲୁଥିଲା। ସେହି ବ୍ୟାଗରେ ଆହୁରି ଅନେକ ଜିନିଷ ଥିଲା। ମ୍ୟାଡ଼ାମ କହିଲେ, କୁକୁର ପରି ତୁମେ ବର୍ତ୍ତମାନ ମୋର ଦାସ। ତୁମ ବେକରେ ପଟି ବାନ୍ଧି ମୋ ପାଦ ପାଖକୁ ଆସ। ମୁଁ ମୋ ବେକରେ ବେଲ୍ଟ ପକାଇ କୁକୁର ପରି ମ୍ୟାଡ଼ାମଙ୍କ ପାଦ ପାଖରେ ଠିଆ ହେଲି। ମ୍ୟାଡ଼ାମ ବାଡ଼ିରେ ମୋ ପଛକୁ ବାଡ଼ାଇବା ଆରମ୍ଭ କରି କହିଲେ, କୁକୁର କ'ଣ କେବେ ପୋଷାକ ପିନ୍ଧେ? ସେ ବେଲ୍ଟ ମାଡ଼ରେ ପ୍ରବଳ ଜ୍ୱଳନ୍ତ ଅନୁଭବ ହେଲା। ମୁଁ ସଙ୍ଗେ ସଙ୍ଗେ ମୋର ପୋଷାକ କାଢ଼ିଲି। ମ୍ୟାଡ଼ାମଙ୍କ ଆଦେଶ କ୍ରମେ ମୁଁ ତାଙ୍କ ପାଦକୁ ଚାଟିବାକୁ ଲାଗିଲି। ପାଦର ଆଙ୍ଗୁଠି ଚାଟିବାକୁ ଲାଗିଲି।
ମ୍ୟାଡ଼ାମ ମୋ କେଶ ଧରି ମୋତେ କୁକୁର ହେବା ଶିଖାଇଲେ। ମାଲିକାଣୀକୁ କିପରି ଖୁସି କରିବାକୁ ହେବ ଶିଖାଇଲେ। ମ୍ୟାଡ଼ାମ ଜିଭକୁ ଦାନ୍ତରେ ଦବାଇ ମୁହଁରୁ ଆରାମ ନେଇ ସୁ ସୁ ଶବ୍ଦ କରି ମୋ ମୁଣ୍ଡକୁ ଦବାଇବାକୁ ଲାଗିଲେ। ମୋତେ ନିଶ୍ୱାସ ନେବା ପାଇଁ କଷ୍ଟ ହେଉଥିଲା। କିନ୍ତୁ ମାଲିକାଣୀ ଯେପରି ଭୋକିଲା ବାଘୁଣୀ ପରି ମୋ ଉପରେ ଚଢ଼ିଗଲେ। ମାଲିକଙ୍କ ଦେହାନ୍ତ ପରେ ସେ ବହୁତ ବିରହ ଜ୍ୱାଳାରେ ଛଟପଟ ହେଉଥିଲେ। ଏକୁଟିଆ ଅନୁଭବ କରୁଥିଲେ। କ'ଣ ପାଇଁ ବି ନ କରିବେ? ଏତେ ଦିନ ହେଲା ଏକାକୀ ରହୁଥିଲେ। ମୋ ଉପରେ ଭରସା କରିଥିଲେ। ଏହି ଖରାପ ଦୁନିଆରେ ମୁଁ କେବଳ ତାଙ୍କ ପାଇଁ ଆସିଥିଲି। ସେ ମୋ ଉପରେ ବିଶ୍ୱାସ କରୁଥିଲେ। ତେଣୁ ସେ ମୋତେ ସବୁ କିଛି ଦେଇଥିଲେ ଏବଂ ମୁଁ ମଧ୍ୟ ତାଙ୍କୁ ଆଶ୍ୱାସନା ଦେଇଥିଲି ଯେ ମୁଁ ତାଙ୍କୁ କେବେ ବି ଛାଡ଼ିବି ନାହିଁ। ମୁଁ ତାଙ୍କ ସହ ବିଶ୍ୱାସଘାତକତା କରିବି ନାହିଁ। ମୁଁ ତାଙ୍କର କୌଣସି କଥା କାହାକୁ କହିବି ନାହିଁ। ତେଣୁ ଆଜି ସେ ମୋ ସାମ୍ନାରେ ଏକ ଖୋଲା ଟ୍ରେଜେରୀ ପରି ପଡ଼ିଥିଲେ, ଯେଉଁଠାରୁ ମୁଁ ଯେତେ ଟଙ୍କା ନେଇପାରିବି। ମୁଁ ବହୁତ ଖୁସି ଅନୁଭବ କରୁଥିଲି ଯେ ଏତେ ବଡ଼ ଫ୍ୟାନ୍ସି ଷ୍ଟୋର ଦୋକାନର ମାଲିକାଣୀ ମୋତେ ଏପରି ଏକ ସୁବର୍ଣ୍ଣ ଅଫର୍ ଦେଇଥିଲେ। ଏକରେ ମୁଁ ମୋ ଜୀବନରେ ଏପରି ସୁନ୍ଦର ମହିଳାଙ୍କୁ କେବେ ବି ଦେଖିନଥିଲି ଏବଂ ଯେତେବେଳେ ମୁଁ ଦେଖିଲି ମୁଁ ସବୁ କିଛି ଦେଖିନେଲି। ମୋ ଜୀବନ ହିଁ ସଫଳ ହୋଇଗଲା ଏବଂ ତାପରେ ମୋର ତୃଷ୍ଣା ବଢ଼ିବାକୁ ଲାଗିଲା। ତେଣୁ ମୁଁ ସେ ପାଣି ଆଡ଼କୁ ହାତ ବଢ଼ାଇଲି। ଏହାପରେ ମ୍ୟାଡ଼ାମ କ୍ରୋଧକୁ ସହିପାରିଲେ ନାହିଁ ଏବଂ ଉଚ୍ଚସ୍ୱରରେ କହିଲେ, ଗୋଲାମ, ତୁମେ ମୋ ଅନୁମତି ବିନା ପାଣି ପିଇବାକୁ ଚେଷ୍ଟା କଲ। ତାପରେ ମୋତେ ବେତରେ ଆଘାତ କରି କହିଲେ ଯେ ତୁମେ ଦଣ୍ଡ ପାଇବ। ପ୍ରତ୍ୟେକ ଥର ଯେତେବେଳେ ତୁମେ ଆଘାତ ପାଇବ ତୁମେ ମୋତେ ଧନ୍ୟବାଦ କହିବ। ମାଲିକାଣୀ ମୋତେ ଦୁଇ ହାତ ମୁଣ୍ଡରେ ରଖି ଠିଆ କରାଇଲେ ଏବଂ ମୋତେ ବାଡ଼ି ସାହାଯ୍ୟରେ ପ୍ରତ୍ୟେକ ସ୍ଥାନକୁ ମାରିବା ଆରମ୍ଭ କଲେ। ପ୍ରତ୍ୟେକ ଥର ବେତ ପ୍ରହାର ବାଜିବା ପରେ ମୁଁ ଧନ୍ୟବାଦ କହିଲି। ମୁଁ ସ୍ନାନ କରି ଶୋଇବା ଘରକୁ ଗଲି। ମ୍ୟାଡ଼ାମ ମୋତେ ମୋ ହାତ ଏବଂ ଗୋଡ଼ ବିସ୍ତାର କରି ବାନ୍ଧିଦେଲେ। ସେ ଯେତେବେଳେ ବି ଇଚ୍ଛା ମୋତେ ପ୍ରେମ କରୁଥିଲେ। ମୋତେ କିଛି କ୍ଷଣ ପାଇଁ ମଧ୍ୟ ଛାଡ଼ି ନଥିଲେ। ମନ ଇଚ୍ଛା ପ୍ରେମ କଲେ। କିଛି ସମୟ ପରେ ଆମେ ଦୁହେଁ ଥକିଯାଇ ବସିଥିଲୁ। କିଛି ସମୟ ପରେ ମ୍ୟାଡ଼ାମ ଦୁଇଟି ଥାଳିରେ ଖାଦ୍ୟ ପରସିଲେ। ମୁଁ ପ୍ରତିଦିନ ମୋ ମାଲିକାଣୀ ସହିତ ଡାଇନିଂ ଟେବୁଲରେ ଖାଉଥିଲି। କିନ୍ତୁ ଆଜି ମୁଁ ଦାସ ପରି ଥାଳି ଧରି ଚଟାଣରେ ବସିଥିଲି। ତାପରେ ମାଲିକାଣୀ ମୋତେ ଶୋଇବା ଘରକୁ ନେଇଗଲେ। କିଛି ସମୟ ମୋତେ କଷ୍ଟ ଦେବା ପରେ ଆମେ ଦୁହେଁ ଶୋଇଗଲୁ। ରାତ୍ରି ଭୋଜନ ପରେ ମ୍ୟାଡ଼ାମ ମୋ ପାଖକୁ ଆସି କହିଲେ, ବର୍ତ୍ତମାନ ତୁମେ ଅତିଥି ରୁମ୍ରେ ଶୋଇଯାଅ। ସକାଳ 7ଟାରେ ଚା ଏବଂ ଜଳଖିଆ ପ୍ରସ୍ତୁତ କରି ମୋତେ ଜାଗ୍ରତ କରାଇବ। ପରଦିନ ସକାଳେ ଚା ଏବଂ ଜଳଖିଆ ପରେ ମୁଁ ଖାଦ୍ୟ ରାନ୍ଧିଲି। ପରଦିନ ଦୋକାନ ଖୋଲିବାର ଥିଲା। ଏହିପରି 2 ମାସ ପର୍ଯ୍ୟନ୍ତ ଚାଲିଲା। ଯେତେବେଳେ ମାଲିକାଣୀ ଇଚ୍ଛା କଲେ ସେ ମୋତେ ଗୋଲାମ କରିଥାନ୍ତି। ମୁଁ ଏହି ଗୋଲାମବାଲା ଖେଳକୁ ଉପଭୋଗ କରୁଥିଲି। ଦିନେ ମାଲିକାଣୀ କହିଲେ ଯେ କୌଣସି କାରଣରୁ ସେ ସନ୍ତାନ ଜନ୍ମ କରିପାରିବେ ନାହିଁ। ବର୍ତ୍ତମାନ ମୋର ସମସ୍ତ ଧ୍ୟାନ ତାଙ୍କ ଉପରେ ଲାଗି ରହିଲା। ମୁଁ ଘରୁ ଦୋକାନ ପାଇଁ ବାହାରିଯିବି ଏବଂ ତାପରେ କିଛି ସମୟ ଦୋକାନରେ ରହିବା ପରେ ମାଲିକାଣୀଙ୍କ ଘରେ ପହଞ୍ଚିଯାଏ। ଦିନେ ମୁଁ ମାଲିକାଣୀଙ୍କ ଘରେ ପହଞ୍ଚି କବାଟରେ ଲାଗିଥିବା ବେଲ୍ ବଜାଇଲି, କିନ୍ତୁ କୌଣସି ଉତ୍ତର ପାଇଲି ନାହିଁ। କିଛି ସମୟ ପରେ ମାଲିକାଣୀଙ୍କ ସ୍ୱର ଆସିଲା। ସେ କହିଲେ, ମୁଁ ଗାଧୋଉଛି। ମୁଁ ଡୋର୍ ଅନ୍ କରୁଛି। ତୁମେ 2 ମିନିଟ୍ ପରେ ଭିତରକୁ ଆସିବ। ମୁଁ ବାଥରୁମକୁ ଫେରିଯିବା ପରେ। ତାପରେ ମୁଁ କହିଲି ଠିକ୍ ଅଛି ଏବଂ ମୁଁ ମଧ୍ୟ ସେପରି କଲି। ତାପରେ ଭିତରକୁ ପ୍ରବେଶ କରିବା ମାତ୍ରେ ମୁଁ କବାଟ ବନ୍ଦ କରି ତାଙ୍କ କୋଠରୀରେ ବସିଲି। କିଛି ସମୟ ପରେ ସ୍ନାନ ସାରି ମାଲିକାଣୀ ବାହାରକୁ ଆସିଲେ। ସେ ଏକ ଛୋଟ ଗାଉନ ପିନ୍ଧିଥିଲେ ଏବଂ କେଶରୁ ପାଣି ଝରୁଥିଲା, ଯାହା ପୋଷାକକୁ ଓଦା କରୁଥିଲା। ମୁଁ ତ ଘରୁ ମନ କରି ଆସିଥିଲି ଏବଂ ଏସବୁ ଦେଖିବା ପରେ ମୋର ସାହସ ଆହୁରି ବଢ଼ିଗଲା। ତାପରେ ମୁଁ ତାଙ୍କୁ ଶୀଘ୍ର ମୋ କୋଳରେ ନେଇ କିଛି ସମୟ ପାଇଁ ତାଙ୍କ ଗାଲକୁ ଛୁଇଁବାକୁ ଲାଗିଲି। ସେ ମୋ କେଶରେ ଆଙ୍ଗୁଳି ବୁଲାଇ ପଚାରିଲେ, ଏଥିରେ କ'ଣ ଅଛି ଏବଂ ମୁଁ କେଉଁଠାରୁ ଆରମ୍ଭ କରିବି ଏବଂ ମୁଁ ଏହା କିପରି କରିବି? ଠିକ୍ ସେତିକିବେଳେ ମାଲିକାଣୀ ମୋର ମନ କଥା ଶୀଘ୍ର ବୁଝିଗଲେ। ତାପରେ ସେ ମୋତେ ଅଟକାଇ କହିଲେ ଯେ ଆମର ତ ପୁରା ଦିନସାରା ଅଛି। ଆମେ ଏହାକୁ ଆରାମରେ କରିବା।
ବର୍ତ୍ତମାନ ମୁଁ କେବଳ ତୁମର, କିନ୍ତୁ ମୋ ଆଖି ସାମ୍ନାରେ ମାଲିକାଣୀର ସୁନ୍ଦର ଚେହେରା ଥିଲା ଏବଂ ସେହି ଅବସ୍ଥାରେ ଯାହା ମୁଁ କେବଳ ଭାବିପାରେ, ବର୍ତ୍ତମାନ ଯେତେବେଳେ ଆମେ ଚାହିଁବୁ ପରସ୍ପରକୁ ଭଲ ପାଇପାରିବୁ। ଏହିପରି ଆମର ପ୍ରେମ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା। କିଛି ଦିନ ପରେ ଦୋକାନରେ ବହୁତ କାମ ହେଲା। ବହୁତ ଗ୍ରାହକ ଆସୁଥିଲେ। ବହୁତ କାମ ହେତୁ ଆମେ ଦୁହେଁ ପରସ୍ପର ସହ କଥା ହୋଇପାରିଲୁ ନାହିଁ। ମ୍ୟାଡାମ ମୋତେ ଗ୍ରାହକଙ୍କ ସାମ୍ନାରେ ମାଲିକାଣୀ ଭଳି ବ୍ୟବହାର କରୁଥିଲେ। ତାପରେ ମାଲିକାଣୀ କହିଲେ, ରବି, ଦୋକାନରେ ବହୁତ କାମ ଅଛି। କାମ ପାଇଁ ଆମକୁ ଆଉ ଏକ ପିଲା ଦରକାର। ତୁମେ କାହାକୁ କାମ ପାଇଁ ଆଣିପାରିବ କି? ମୁଁ ମଧ୍ୟ ଆବଶ୍ୟକତା ବୁଝିଥିଲି ଏବଂ ସେଠାରେ ଅନେକ ପୁଅ ରହୁଥିଲେ, ଯେଉଁଠାରେ ମୁଁ ପୂର୍ବରୁ ରହୁଥିଲି। ମୁଁ ସେଠାରେ ଏକ ବାଳକ ସହିତ କଥାବାର୍ତ୍ତା କଲି ଏବଂ ସେ ସଙ୍ଗେ ସଙ୍ଗେ ହଁ କହିଲା। ମୁଁ ତାକୁ ଦୋକାନକୁ ଆଣିଲି। ଧୀରେ ଧୀରେ ମାଲିକାଣୀ ତା ସହ ଅଧିକ କଥା ହେବାକୁ ଲାଗିଲେ। ମୁଁ ଅନୁଭବ କଲି ଯେ ଅଧିକ କାମ ଅଛି। ତେଣୁ ଦିନେ ମୁଁ ମାଲିକାଣୀ ସହିତ କଥା ହେଲି ଯେ ତୁମେ ମୋ ସହିତ ପୂର୍ବ ଭଳି କଥାବାର୍ତ୍ତା କରୁନାହଁ। ତେବେ ସେ କହିଲେ, ଆରେ ରବି, ଆଜିକାଲି ଦୋକାନରେ ବହୁତ କାମ ଅଛି, ସେଥିପାଇଁ ସମୟ ହେଉନାହିଁ। ଅନ୍ୟ କିଛି କାରଣ ନାହିଁ। ଧୀରେ ଧୀରେ କିଛି ଦିନ ବିତିଗଲା। କିଛି ଦିନ ପରେ ମୁଁ ଯେଉଁ ରାଜକୁ ଆଣି ଦୋକାନରେ ନିୟୋଜିତ କରିଥିଲି, ସେ କାହାଠାରୁ ଏକ କଲ୍ ପାଇଲା। ସେ କହିଲା, ହଁ ଠିକ୍ ଅଛି ମାଲିକାଣୀ, ମୁଁ ଆସୁଛି। ମୁଁ ତାକୁ କହିଲି, ଆରେ ରାଜୁ, କାହାର କଲ୍ ଥିଲା? ତାପରେ ସେ କହିଲା, ଘରୁ କଲ୍ ଆସିଛି, ମୋର କିଛି କାମ ଅଛି, ମୁଁ କିଛି ସମୟ ପରେ ଆସିବି। ଏହା କହି ସେ ଚାଲିଗଲା। ମୁଁ ମୋର ମାଲିକାଣୀକୁ ବହୁତ ମିସ୍ କରୁଥିଲି। ଆଜି ସେ କହିଥିଲେ ଯେ ତାଙ୍କର ଦେହ ଭଲ ନାହିଁ। ମୁଁ ଯାଇ ଟିକେ ଦେଖିକି ଆସେ। ସେ କ'ଣ କେମିତି ଅଛନ୍ତି? କିଛି ସମୟ ପାଇଁ ଦୋକାନ ବନ୍ଦ କରି ମୁଁ ମାଲିକାଣୀକୁ ଦେଖିବାକୁ ଗଲି। କବାଟ ଭିତରୁ ବନ୍ଦ ଥିଲା। ମୁଁ ଡାକିଲି, କିନ୍ତୁ କେହି କବାଟ ଖୋଲିଲେ ନାହିଁ। ମାଲିକାଣୀଙ୍କ ଶୋଇବା ଘର ଉପର ମହଲାରେ ଥିଲା। ମୁଁ ପାଇପ୍ ସାହାଯ୍ୟରେ ଉପରକୁ ଚଢ଼ିଗଲି। ଉପର ଝରକା ଖୋଲା ଥିଲା। ମୁଁ ସେଠାକୁ ଯାଇ ଯାହା ଦେଖିଲି, ମୋର ପାଦ ତଳୁ ମାଟି ଖସିଗଲା। ମାଲିକାଣୀ ରାଜୁ ସହ ସମାନ ନାଲି ରଙ୍ଗର ପୋଷାକ ପିନ୍ଧି ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ମଜା କରୁଥିଲେ। ଆଜି ପର୍ଯ୍ୟନ୍ତ ସେ ମୋତେ ଏପରି ପ୍ରେମ ଦେଇନାହାନ୍ତି। ମୁଁ ବହୁତ ରାଗିଗଲି, କିନ୍ତୁ ମୁଁ ଭାବିଲି ଚୁପ୍ ରହିବା ମୋ ପାଇଁ ଭଲ। କିଛି ସମୟ ପରେ ରାଜୁର କାମ ସରିଗଲା ଏବଂ ସେ ବାହାରକୁ ଗଲା। ମୁଁ ଛାତର କବାଟ ଦେଇ ତାଙ୍କ ରୁମ୍ରେ ପ୍ରବେଶ କଲି। ମୋତେ ଦେଖି ମାଲିକାଣୀ ବହୁତ ଡରିଗଲେ। ସେ କହିଲେ, ରବି, ତୁମେ କେମିତି ଆସିଲ? ମୁଁ କହିଲି, କେମିତି ଆସିଲି ତାହା ଜରୁରୀ ନୁହେଁ। ତୁମେ କୁହ, ତୁମେ ରାଜୁ ସହ କ'ଣ କରୁଥିଲ? ସେ ପୁନର୍ବାର ତାଙ୍କ ପୂର୍ବ ରୂପକୁ ଫେରିଆସିଲେ। ସେ ବହୁତ ରାଗିଗଲେ ଏବଂ ଏକ ବିପଦଜନକ ଚେହେରା କରି କହିଲେ, ତୁମର ଏଥିରୁ କ'ଣ ଗଲା? ତୁମେ ମୋ ବିଷୟରେ ଚିନ୍ତା କରିବା ପାଇଁ କିଏ? ମୁଁ କହିଲି, ତୁମେ ତ ମୋତେ ଭଲ ପାଉଥିଲ ନା? ମ୍ୟାଡାମ କହିଲେ, ମୁଁ ତୁମକୁ ଭଲ ପାଏ ବୋଲି କେବେ କହିଛି କି? ଯେଉଁ ଜିନିଷ ତୁମର ଦରକାର ଥିଲା, ମୋର ମଧ୍ୟ ସେହି ଜିନିଷ ଆବଶ୍ୟକ ଥିଲା। ତେଣୁ ଏହି ମାମଲା ସମାପ୍ତ ହୋଇଛି। କିନ୍ତୁ ମ୍ୟାଡାମ, ମୋର ଏହି ଇଚ୍ଛା ଥିଲା ଯେ ମାଲିକାଣୀ କହିଲେ, ତୁମକୁ ଗୋଲାମ ହେବାର ଥିଲା ଏବଂ ଗୋଲାମ ବାଲା ପ୍ରେମ ମିଳିସାରିଛି। ଏବେ ଯାଅ ଏଠାରୁ। ତୁମେ ମୋର ସ୍ୱାମୀ ନୁହେଁ ଯେ ଯିଏ ମୋ ଉପରେ ଅଧିକାର ସାବ୍ୟସ୍ତ କରିବ। ତୁମ କାମରେ ଯାଅ। ମୁଁ ଚୁପଚାପ ଦୋକାନକୁ ଆସିଲି ଏବଂ ବୁଝିଗଲି ଯେ ମାଲିକାଣୀ ମୋ ସହ ଟାଇମ୍ ପାସ୍ କରୁଥିଲେ ଓ ଇଚ୍ଛା ପୂରଣ ପରେ ଦୂରେଇ ଗଲେ। ଦୁନିଆରେ କାହାକୁ ନିଜର ଭାବି ବିଶ୍ୱାସ କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ। ସମୟ ଦେଇ କାହାଣୀଟି ଶୁଣିଥିବାରୁ ଧନ୍ୟବାଦ।